ଦେଖନ୍ତୁ କେଡ଼େ କେଡ଼େ କଙ୍କଡ଼ା ଆସିଛି ଆମ ଘରକୁ। ଆମ ଘରୁ ଆସିଛି ସେଠୁ। ଆଉ ତ ଦେଶୀ କଙ୍କଡ଼ା, ଇଏ କଳା କଙ୍କଡ଼ା। ଟେଷ୍ଟ ଆଜି ଟିକେ ନଙ୍ଗା ହବ। ଆଉ ଦେଖନ୍ତୁ ପୁରା ସନ୍ଧ୍ୟାର ଦୃଶ୍ୟମାନ ହେଇଗଲାଣି। ଆଉ ମୁଁ ଦେଖେଇବି ମାନେ ସନ୍ଧ୍ୟା ସନ୍ଧ୍ୟା ଆମର କଣ ଚାଲିଛି। ଲିସିନ୍ ଯାଇଛି ଟ୍ୟୁବୱେଲକୁ ପାଣି ଆଣିବ। ଆଉ ଘର ଓଳିଆ ଓଳି କରି ଯାଇଛି ସନ୍ଧ୍ୟା ଦେବ ମୋ ଝିଅ। ଆଉ ମୁଁ ଏଠି ଏଇ ଚୁଲି ଲଗେଇଲାଣି, ଭାତ ବସେଇଛି। ପାଣି ତ ତାତିଲାଣି, ତାତିନି ତାତୁଛି ଆସ୍ତେ ଆସ୍ତେ। ଆଉ ରୋଷେଇ ସାରିକି ତାଙ୍କୁ ପାଠ ପଢ଼େଇବି, ସେଥିପାଇଁ ମୁଁ ଚୁଲି ଲଗେଇଦେଲି। ଆଉ ଏବେ 6ଟା ହେଇଗଲାଣି। ଲିସିନ୍ ଡାଡିଙ୍କି କ୍ଷୀର ତ ମନା କଲେ ପିଇବେନି, ଚାହା ଟିକେ ଗରମ କରିଦେବା। ଆଉ ଆମ ଘରୁ ବାପା ଆସିଥିଲେ, କଣ କଣ ନେଇକି ଆସିଥିଲେ ତାକୁ ଦେଖେଇବି। ଗୋଟେ ସ୍ପେଶାଲ ଜିନିଷଟା ଆସିଛି ଆମ ଘରୁ, ଯୋଉଟା କି ଲିସିନ୍‌ର ଫେଭରେଟ୍, ଆମ ସମସ୍ତଙ୍କର। ହଁ, ଗୋଡ଼ ପିଛୁଳି ଦେ ଆଗ, ସେଠି ଲିପି ଦେ ଚଉରା ପାଖରେ, ଗୋଡ଼ ପିଛୁଳି ଦେ। ଦେଶୀ କ୍ରାଫ୍ଟ ବାପା ଆସିଥିଲେ କଙ୍କଡ଼ା ନେଇକି। ଦେଶୀ କଙ୍କଡ଼ା, କଳା କଙ୍କଡ଼ା। ଲାଇଟ୍ ନେଇକି ଦେଖଉଛି। ତ ଇଏ ଆଜି ଫାଇନାଲି ରାତିରେ ତରକାରୀ ହେବ। କଳା କଙ୍କଡ଼ା, ଦେଶୀ କଙ୍କଡ଼ା। ଆଉ ଟେଷ୍ଟି ଟେଷ୍ଟି ଟେଷ୍ଟି। ଆଉ ବାପା କଣ ଆଣିଛନ୍ତି ଆଉ ଦେଖଉଛି। ଆମର ଏଥିରେ ଗୋଟେ ବହୁ ଦିନ ହେଲେ ଗୋଟେ କଉ ମାଛ ବଞ୍ଚି ହେଇକି ଅଛି। ପାଣିଟା ତାକୁ ଚେଞ୍ଜ କରିବା କଥା। ଚେଞ୍ଜ କରିନି ଆଉ, ପାଣିଟା ଚେଞ୍ଜ କରିବା କଥା। କଣ ଦେଖୁଛି ଏବେ ଇଣ୍ଡକ୍ସନରେ ଚାହା ଟିକେ ଗରମ କରିବା, ଲିସିନ୍ ଡାଡି ଖାଇବେ। ଆଉ ଦେଖଉଛି ସିଆଡ଼େ ଗରମ ହଉଥା, ମୁଁ ଦେଖଉଛି। ବାପା ଆସିଥିଲେ, ମୋର ଲୁଗା ନଥିଲା କହିଥିଲି। ଆଉ ବୋଉ ଲୁଗା ଦେଇଛି, ଏଇଥିରେ 3 ଖଣ୍ଡ ଲୁଗା, ସାୟା ବ୍ଲାଉଜ ହେଇକି ଲୁଗା 3-4 ଖଣ୍ଡ ଖଣ୍ଡେ ଦେଇଛି। ଆଉ ବିସ୍କେଟ୍ ମିକ୍ସଚର, ଆଉ ବାପା ଭଣ୍ଡା ଆଉ ଜହ୍ନି ଏମିତି ସବୁ ନେଇକି ଆସିଥିଲେ। ଆଉ ସନ୍ଧ୍ୟାରେ ଆଜି ଆମର ଚାଲିବ କଙ୍କଡ଼ା ତରକାରୀ। ଚାହା ଗରମ କରି ଲିସିନ୍ ଡାଡିକି ଦେଇଦେବା, ଦେଖିବା କଙ୍କଡ଼ା ତରକାରୀ ବନେଇବା। ଖୁସିଟା ନେଇଯା, ଖୁସିଟା ମରିଯିବ ନା। ଦେଖନ୍ତୁ କେଡ଼େ କେଡ଼େ କଙ୍କଡ଼ା ଆସିଛି ଆମ ଘରକୁ। ଆମ ଘରୁ ଆସିଛି ସେଠୁ। ଆଉ ତ ଦେଶୀ କଙ୍କଡ଼ା, ଇଏ କଳା କଙ୍କଡ଼ା। ଟେଷ୍ଟ ଆଜି ଟିକେ ନଙ୍ଗା ହବ। ଆଉ ଦେଖନ୍ତୁ ମୁଁ ବନେଇବା ପାଇଁ କିଛି ବାଛିକି ନେଇ ଆସିଛି, ଆଉ କିଛି ରଖିଛି। କାଲି ତ ଖାଇବା, ନହେଲେ ପରଦିନ ସଣ୍ଡେରେ ଖାଇବା ଆଉ। ଦେଖ କେଡ଼େ କେଡ଼େ ଗୋଡ଼ ଆର, ହାତ ଭିତରେ ପଶିଗଲେ ଛିଡ଼େଇ ଦେବ। ମୁଁ କଙ୍କଡ଼ା ଭଙ୍ଗାଟା କେମିତି ଦେଖଉଛି। ମାନେ କଙ୍କଡ଼ା ଏରିଆ ପିଲା ମୁଁ, ଆମ ସେପଟେ ବହୁତ କଙ୍କଡ଼ା ଏରିଆ ପିଲା। ମୁଁ କଙ୍କଡ଼ା ବନେଇବା ବି ଜାଣିଛି। ଆଉ କଙ୍କଡ଼ା ଖାଇବାରେ ବି ମାଷ୍ଟର। ମାନେ ଦେଶୀ ଷ୍ଟାଇଲର ଗୋଟେ କଙ୍କଡ଼ା ଅଛି, କଙ୍କଡ଼ା ଶାଗ ଭଜା। ତ ସେଇଟା ନିଶ୍ଚୟ ଦେଖେଇବି କେବେ କରିକି। ଆଉଥରେ ଆସୁ। ଦେଶୀ କଙ୍କଡ଼ା ଶାଗ ଭଜା ଆମ ବୋଉ ଭାଜନ୍ତି, ନଙ୍ଗା ଟେଷ୍ଟ ଲାଗେ ଖାଇବା ପାଇଁକା। ମାନେ ବିନା ମସଲା, ବିନା ଇଏରେ, କେବଳ ଛୁଙ୍କରେ କଙ୍କଡ଼ା ସିଝି ଯାଇକି ଶାଗ ପଡ଼ିକି ହବ। ତା ଖାଇବା ପଖାଳ ଭାତ ଟେଷ୍ଟ। ସବୁ ଦେଶୀ ଖାଇବା ଲୋକମାନେ ଭୁଲିଗଲେଣି ଆଉ। ଦେଖନ୍ତୁ କଙ୍କଡ଼ା ଆମର କେମିତି ସବୁ ପାଟ ହେଇଗଲା। ଏମିତି ବନେଇବେ। ଯଦି ପାରିବେ ଏ ଖୋଳଟା ରଖିବେ, ନହେଲେ ଆକୁ କାହିଁକିନା ଛଡ଼େଇ ଦେଲେ ଏଇଟା କରେଇରେ ଲାଗିଯାଏ, କରେଇଟା ପୋଡ଼ିଯାଏ ଏଗୁଡ଼ା ସବୁ। କିନ୍ତୁ ଏମିତି ରହିଲେ ଭଲ। କଙ୍କଡ଼ା ସେଟା ଝୋଳ ପଡ଼ିବ। ହଁ, କଙ୍କଡ଼ା ଆମ୍ବୁଲ ପଡ଼ିବ, ଝୋଳ ପଡ଼ିବ। ଏମିତି କିନ୍ତୁ ପ୍ରକୃତରେ ଛୋଟବେଳେ ଆମେ ଖାଇଲା ବେଳକୁ ଏଇଟା ପୁରା ପ୍ଲେନ୍ କରି ଖାଇକି ଏଥିରେ ଝୁଳା ଆମ୍ବୁଲ, ଯୋଉ ଖଟାର ସ୍ୱାଦଟା ବେଶର ଥାଏ, ନଙ୍ଗା ଲାଗେ। ଆପେ ତାକୁ ଛାଡ଼େ। ମାନେ ବଡ଼ ବଡ଼ କଙ୍କଡ଼ା। ମାନେ କଙ୍କଡ଼ା କଥା ଫୋନରେ ଶୁଣିକି ମୋ ମନ ବହୁତ ଖୁସି ହେଇଯାଇଛି। ଚିକେନ୍ ହେଇଥାନ୍ତା ଆଜି କିନ୍ତୁ ରାତିକି, ଆଉ କଙ୍କଡ଼ା କଥାଟା ଶୁଣିକି ମନ ବହୁତ ଖୁସି ହେଇଗଲା। ମୁଁ ଯାହା ହଉ ଏତେ ଦିନ ପରେ ଦେଶୀ କଙ୍କଡ଼ା ଖାଇବାକୁ ମିଳୁଛି।
ଏଇ ଟାଇମ୍ରେ କିନ୍ତୁ କଙ୍କଡ଼ା ଛୁଆ ଦେବାରେ ଟାଇମ୍ ତାଙ୍କୁ ସିଜିନ୍। କଙ୍କଡ଼ା ତରକାରୀ ବନାଇବା ପାଇଁ ମୁଁ ଏତେ ଏକ୍ସାଇଟେଡ୍ ଅଛି। କଙ୍କଡ଼ା ତ ଏଇଠି ପୁରା ଭଲସେ ସଫା କରିକି ରଖିଛି। ତାପରେ ଏଠି କରେଇରେ ମୁଁ ପକେଇ ଦେଇଛି ଆଳୁ ଟିକେ ଭଲସେ ତେଲରେ ଭାଜି ହେଇଥିଲା ପରେ ସୋରିଷ ତେଲରେ ତରକାରୀଟା କଲେ ବହୁତ ବଢ଼ିଆ ଲାଗେ। ମୁଁ ସୋରିଷ ତେଲରେ କରୁଛି। ଆଉ ଆଳୁଟା ଭଲସେ ଭାଜିଲା ପରେ ଟମାଟୋ ଟିକେ ପକେଇ ଭାଜିବା। ଆଉ ଆମ୍ବୁଲ ତ ପଡ଼ିବ, ଟମାଟୋ ପକେଇବା ଟିକେ ସ୍ୱାଦ ପାଇଁକା। ଆଉ ଏଇଠି ମୁଁ ପୁରା ପେଷ୍ଟ ବନେଇକି ରଖିଛି। ପେଷ୍ଟ ବଢ଼ିଆ ସୁନ୍ଦର ଦେଖାଯାଉଛି। ଆଉ ଜିରା, ଲଙ୍କା, ସୋରିଷ, ଧନିଆ, ପିଆଜ, ରସୁଣ, ଅଦା ପେଷ୍ଟ ହେଇଛି। ଆଳୁ ଆଉ ଏଠି ବଢ଼ିଆ ଭାବରେ ମୋର ପେଷ୍ଟ ହେଇକି ଅଛି। ପିଆଜ, ରସୁଣ, ଅଦା, ଧନିଆ, ସୋରିଷ, ଜିରା, ଲଙ୍କା। ଆଉ ଏବେ ଆଳୁଟା ହେଇଗଲା ପରେ ଭାଜିଦେବା ଭଲସେ କଙ୍କଡ଼ାକୁ। ତାପରେ ତରକାରୀ କରିବା। ଆଳୁ ତ ହେଲାଣି, ଏବେ ଟମାଟୋ ଆଣି ପକେଇବା। ଟମାଟୋ ଚାଲା ଆଣିବା। ପିଲାମାନେ ବସି ପାଠ ପଢ଼ୁଛନ୍ତି। ଲିସନ ଦାଦି ତାଙ୍କୁ ପାଠ ପଢ଼ଉଛନ୍ତି ସମସ୍ତଙ୍କୁ। ମମି ମାଗିଲି କଣ? ମା ଡାଡି ପରା ବଇଛନ୍ତି। ହଁ, ମାଆ ଡାଡି ପାଖରେ। ଲିସିନି କହିବ ମୋ ମାମା ମୋତେ ପାଠ ପଢ଼ାଉ। କାହିଁକିନା ଛୋଟବେଳୁ ମୁଁ ପାଠ ପଢ଼ଉଛି। ସେ କଣ ଡାଡ଼ି ବସିଲେ ଡାଡ଼ି ହିଁ କହିବ ମାମା ମାଗିଲି। ମୁଁ ତ ରୋଷେଇରେ ଲାଗିଛି। କଙ୍କଡ଼ାଟା ଯେହେତୁ ଅଳ୍ପ ରୋଷେଇ ହେବ, ସେଇଥିରେ ପକେଇ ଭାଜିଦେବା। ଭାଜି ହେଇଯିବ, କାହିଁକିନା ମୁଁ ଅଳ୍ପ ରୋଷେଇ କରୁଛି। ଆଳୁଟା ହେଲା ପରେ ଭାଜିଦେବା। ହଳଦୀ ପକେଇବା। ହଳଦୀ ପକେଇ ଭାଜିଲେ ତେଲ ଯେହେତୁ ମୁଁ ଆଳୁରେ ଅଧିକ ପକେଇ ଦେଇଥିଲି, ଆଉ ତେଲ ପକେଇବାରେ ସେଥିରେ କଙ୍କଡ଼ା ହେଇଯିବ। ତେଲ ବି ସେଥିରେ ଅଛି, ସବୁ ଚକ ହେଉଛି। ଭଲସେ କିଛି ସମୟ ଭାଜିଦେବା। ତାପରେ ପେଷ୍ଟ ପକେଇକି ମସଲାକୁ ଟିକେ ଖରଡ଼ି ଦେବା। ତାପରେ କଙ୍କଡ଼ା ପୁରା ଭଜା ହେଇଗଲାଣି। ଏବେ ସେଥିରେ ପେଷ୍ଟ ପକେଇଦେବା। ବାহ, ବଢ଼ିଆ ବାସ୍ନା ଆସିଲାଣି ଏରି ମସଲାର। ଅଳ୍ପ ଅଳ୍ପ କି କଷିଦେବା। ବେଶୀ କଷିଲେ ସୋରିଷ ପିତା ଲାଗିବ। ଆଉ ବାକି ପେଷ୍ଟ ଏଥିରେ ଅଛି ଅଳ୍ପ ଅଳ୍ପ, ତାକୁ ପାଣି ରଖିଦେବା। ମସଲା ପାଣି କରିଦେବା। ଲିସିନଟା ଟିକେ ଛିଙ୍କ ହେଲାଣି ମସଲା ବାସ୍ନା। ତରକାରୀ ତ ମୋର ଫୁଟିଲାଣି। ଏଠି ମୁଁ ଗୋଟେ ଆମ୍ବୁଲ ଆଣିକି ରଖିଛି।
ଫୁଟିଲା ପରେ ତରକାରୀ ହେଇଗଲା ପରେ ପକେଇବା। ଆଉ ହଉ ସାଙ୍ଗମାନେ, ଭିଡ଼ିଓଟି ଆଜି କେମିତି ଲାଗିଛି ସବସ୍କ୍ରାଇବ୍ କରୁନାହାନ୍ତି, ସବସ୍କ୍ରାଇବ୍ ନିହାତି କରିବେ। ଆଉ ଦେଶୀ ଷ୍ଟାଇଲ୍ର କଙ୍କଡ଼ା ଝୋଳ ଏମିତି ବନେଇକି ଖାଆନ୍ତୁ ଆଉ ମଜା ନିଅନ୍ତୁ। ବହୁତ ବଢ଼ିଆ ଲାଗେ ଦେଶୀ କଙ୍କଡ଼ା, ଖାଆନ୍ତୁ, ଅନ୍ୟମାନଙ୍କୁ ବି ଖୁଆନ୍ତୁ।